ଚାଉଳ ଆଉ ବୁଟ ଡାଲିରେ ବନେଇବା ବହୁତ ହି ହେଲ୍ଦି ଜଳଖିଆର ରେସିପି, ଯୋଉଟାକି ଆପଣମାନେ ଗୋଟେ ଚାମଚ ତେଲରେ ବି ବନେଇ ପାରିବେ। ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋଡ୍ ଓଡ଼ିଶା କୁକିଂ ଚ୍ୟାନେଲକୁ। ମୁଁ ଏଠି ଆପଣ ଯେତିକି ଜଳଖିଆ ବନେଇବେ ସେ ଅନୁସାରେ ବୁଟ ଡାଲି ନେଇପାରିବେ। ମୁଁ ଏଠି ଅଧ ଗିନା ବୁଟ ଡାଲିକି 4 ରୁ 5 ଘଣ୍ଟା ଭିଜେଇକି ପାଣି ସବୁ ବାହାର କରିନେଇଛି। ବୁଟ ଡାଲିଟା ଏଠି ଭଲସେ ଭିଜି ଯାଇଛି। ତ ଏଇଟା ଗ୍ରାଇଣ୍ଡ କରିବା ପାଇଁ ଗୋଟେ ଛୋଟ ଗ୍ରାଇଣ୍ଡିଂ ଜାର୍ ନେବା, ଯୋଉଥିରେ କି ଆମେ ପାଣି ୟୁଜ୍ କରିବାନି। ତ ଛୋଟ ଗ୍ରାଇଣ୍ଡିଂ ଜାର୍ରେ ବାଟି ଭଲସେ ହେଇଯିବ। ତ ଏଠି ଆମେ ବିନା ପାଣିରେ ପ୍ରଥମେ ବୁଟ ଡାଲିକି ଆଡ୍ କରିନେବା। ଯଦି ଆପଣଙ୍କୁ ଦରକାର ହୁଏ, ଯଦି ଖଦଟା ଗ୍ରାଇଣ୍ଡିଂ ହେଇପାରୁନି, 1 ରୁ 2 ଚାମଚ ଆପଣ ପାଣି ଦେଇପାରିବେ। ଏଠି ନେଇଛି ଅଧ ଚାମଚ ଜିରା, ଅଳ୍ପ ହଳଦୀ ଗୁଣ୍ଡ, 4ଟା ନେଇଛି ରସୁଣ, ଅଳ୍ପ ଖଣ୍ଡେ ଅଦା, ରାଗ ଟେଷ୍ଟ ଅନୁସାରେ ନେବେ। ଗୋଲମରିଚ 10 ରୁ 20ଟା ନେଇଛି। ଆପଣ ଯଦି ଅଧିକା ବୁଟ ଡାଲି ନେଉଛନ୍ତି ତ ମସଲାର ପରିମାଣ ଟିକେ ଅଧିକା ନେଇପାରିବେ। ଏଠି ଅଧ ଚାମଚ ଦେଇଦେଇଛି ଲୁଣ। ତ ଆକୁ ପ୍ରଥମେ ବିନା ପାଣିରେ ଗ୍ରାଇଣ୍ଡ କରିନେବା। ଯଦି ଗ୍ରାଇଣ୍ଡ ହେଇପାରୁନି, 1 ରୁ 2 ଚାମଚ ଏଠି ପାଣି ଦେଇକି ମୁଁ ଗ୍ରାଇଣ୍ଡ କରିନେଇଛି। ତାକୁ ଭଲସେ 1 ରୁ 2 ମିନିଟ୍ ବୁଟ ଡାଲିକି ଫେଣ୍ଟି ଦେବା, ଯୋଉଥିରେ କି ଆମର ବୁଟ ଡାଲିଟା ଟିକେ ହାଲକା ହେଇଯିବ। ତ ବେଶୀ ପତଳା କରିବାନି, ଭିତରେ ଆମେ ଯୋଉ ଫିଲିଂ କରିବା ସେ ଭଲସେ ରହିବନି। ତ ଛୋଟ ଛୋଟ ଖଣ୍ଡ ବୁଟ ଡାଲି ରହିଲେ ବି କିଛି ଅସୁବିଧା ନାହିଁ, ଖାଇଲା ବେଳେ ଭଲ ଲାଗିବ। ତ ଏଠି ମୁଁ ନେଇଛି ଗୋଟେ ଗିନାରୁ ଟିକେ ଅଧିକା, ଯେହେତୁ ମୁଁ ଚାଉଳ ଗୁଣ୍ଡ ନେବି ତ ଗୋଟେ ଗିନା ଆଉ ଦେଖିପାରୁଥିବ ଅଳ୍ପ ପାଣି ଦେଇଛି, ଯୋଉଟାରେ କି ଚାଉଳଟା ଭଲସେ ଜନ୍ତି ହେଇପାରିବ, ନରମ ଟିକେ ବନିବ। ତ ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ତ ଗୋଟେ ଅଧ ଚାମଚ ଏଠି ମୁଁ ତେଲ ଦେଇଛି। ଆପଣ ବିନା ତେଲରେ ବି ବନେଇ ପାରିବେ, କିନ୍ତୁ ଆମର ଯୋଉ ବନେଇବା ଯନ୍ତଣୀଟା ବହୁତ ହି ନରମ ବନିବ। ପାଣିଟା ଭଲସେ ଫୁଟିବାକୁ ଦେବା। ଫୁଟିଗଲା ପରେ ଦେଖିପାରୁଥିବେ ଏ ଯୋଉ ଗିନାରେ ମୁଁ ପାଣି ଦେଇଥିଲି ସେଇ ଗିନାରେ ଗୋଟେ ଗିନା ଏଠି ଚାଉଳ ନେଇଛି। ଗୋଟେ ଗିନାରୁ ଟିକେ ଅଧିକା ପାଣି ଦେବେ, ଯୋଉଥିରେ କି ଚାଉଳଟା ଭଲସେ ଆମର ଜନ୍ତି ହେଇଯିବ। ଏଠି ଗ୍ୟାସର ହିଟ୍ ଲୋ କରିନେବା। 3 ରୁ 4 ମିନିଟ୍ ସମୟ ଲାଗିବ ଲୋ ଫ୍ଲେମ୍ରେ ଭଲସେ ଚାଉଳ ଗୁଣ୍ଡକୁ ଆମେ ଜନ୍ତି ନେବା। ଆପଣ ଏଇ ପ୍ରୋସେସ୍ରେ ସୁଜିରେ ବି ବନେଇ ପାରିବେ, ଆଉ ଚାଉଳ ବାଟିକି ବି ବନେଇ ପାରିବେ, ଯେହେତୁ ଚାଉଳ ଗୁଣ୍ଡଟା ବନେଇକି ଥିଲେ ବନେଇବାକୁ ସହଜ ହେଇଥାଏ। ତ ଚାଉଳ ଗୁଣ୍ଡକୁ ଭଲସେ ଆମେ ଜନ୍ତି ନେବା। ତ ଏଠି ଗ୍ୟାସର ହିଟ୍ ବନ୍ଦ କରିନେଇଛି। ତ ଭଲସେ ଗୋଳେଇକି 5 ମିନିଟ୍ ଆମେ ରେଷ୍ଟରେ ରଖିନେବା, ଯାହାଦ୍ୱାରା କି ଆମ ଚାଉଳ ଯୋଉ ଜନ୍ତିଛେ ବହୁତ ହି ନରମ ବନିବ। ତ ଟିକେ ତେଲ ହାତ ହେଇକି 2 ରୁ 3 ମିନିଟ୍ ଚାଉଳ ଯୋଉ ଆମେ ଜନ୍ତିଛେ ତାକୁ ଭଲସେ ଚକଟି ନେବା। ତ ଦେଖିପାରୁଥିବେ ବହୁତ ହି ନରମ ଏଠି ବନିଛି। ତ ଏମିତି ଜଳଖିଆ ଆପଣ ଅଧିକା ବି ନେଇକି ବନେଇ ପାରିବେ। ମୁଁ ଯେହେତୁ ଗୋଟେ ଗିନା ଚାଉଳ ଗୁଣ୍ଡରେ ଏଇଟା ବନେଇଛି, ତ ଏଠି ଛୋଟ ଛୋଟ ଗୁଳା କରିନେବା। ଆପଣ ଯଦି ଚାହୁଁଛନ୍ତି ବେଲିକି ବି ବନେଇ ପାରିବେ, କିନ୍ତୁ ବେଶୀ ପତଳା କରିବେନି। ମୁଁ ଏଟା ହାତରେ ହିଁ ବନେଇ ନେଇଛି। ତ ଏଠି ମୁଁ ଯୋଉ ଚାଉଳ ଗୁଣ୍ଡ ନେଇଛି, ଆପଣ ସୁଜିକି ଟିକେ ଗ୍ରାଇଣ୍ଡ କରିକି ସେମ୍ ପ୍ରୋସେସ୍ରେ ଜନ୍ତିକି ଆପଣ ଏଇ ଜଳଖିଆର ରେସିପି ବନେଇ ପାରିବେ। ତ ବେଶୀ ପତଳା କରିବାନି। ଯୋଉ ଆମେ ବୁଟ ଡାଲିର ଗ୍ରାଇଣ୍ଡ କରିକି ରଖିଥିଲେ, ମଝିରେ ଫିଲିଂ ଦେଇଦେବା, ଯୋଉଥିରେ କି ଆପଣମାନେ ଏଠି କଟା ଧଣିଆ ପତ୍ର ବି ପକେଇ ପାରିବେ। ଯଦି ଆପଣ ପତଳା କରିବେ ବୁଟ ଡାଲି ବଟାଟା, ଆର ଯୋଉ ଆମେ ମଝିରେ ପୁର ଦେବା, ସେ ବାହାରିଯିବ। ତ ଏମିତି ଆପଣ ସବୁତକ ବନେଇ ନେବେ। ତ ଗୋଟେ ଗିନାରେ ଦେଖିପାରୁଥିବେ କେତିକି ବନେଇଛି। ଆଜିର ଛୋଟିଆ ରେସିପି ଯଦି ଭଲ ଲାଗୁଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ତ ଆପଣ କୌଣସି ଚାଉଳ ଛଣା କିମ୍ବା ଛନ୍ନି ଥିଲେ ଇଟିଲି ଛାଞ୍ଚରେ ବି ଆପଣ ଷ୍ଟିମ୍ ଦେଇପାରିବେ। ମୁଁ ପାଣି ଏଠି ଗରମ ହେବାକୁ ବସେଇ ଦେଇଥିଲି, ଦେଖିପାରୁଥିବେ ବାମ୍ଫ ବାହାରୁଛି। ଆଉ ସବୁତକ ଏଠି ଯୋଉ ବନେଇଛେ ଆମେ ପିଠା, ଏଠି ସବୁକୁ ଷ୍ଟିମ୍ କରିବା ପାଇଁ ରଖିଦେବା। ତ 10 ରୁ 15 ମିନିଟ୍ ଆମେ ମିଡ଼ିୟମ୍ ହିଟ୍ରେ ଷ୍ଟିମ୍ ଦେଇଦେବା। ତ ଏଠି ଆପଣଙ୍କୁ ମଝିରେ ଚେକ୍ କରିବେ, 10 ମିନିଟ୍ ଲାଗିବ, ନହେଲେ 15 ମିନିଟ୍ ଭିତରେ ଏଠି ଷ୍ଟିମ୍ ହେଇଯିବ, ମାନେ ପିଠା ଭଲସେ ସିଝିଯିବ। ଏଠି ବହୁତ ଗରମ ଅଛି, ଥଣ୍ଡା ହେଲା ପରେ ମୁଁ ଏଠି ବାହାର କରିନେଇଛି। ତ ଭାବିନଥିଲି ଏତେ ଟେଷ୍ଟି ଲାଗିବ ବୋଲି, କିନ୍ତୁ ଆପଣ ଏମିତି ବି ଖାଇପାରିବେ। ମୁଁ ଗୋଟେ ଏଠି ଛୁଙ୍କ ଦେବି। ତ ଆପଣ ଯେକୌଣସି ଧନିଆ ପତ୍ର ଚଟଣି, ପୋଦିନା ପତ୍ର ଚଟଣି, ମୁଁ କିନ୍ତୁ ଟମାଟୋ ସସ୍, ଚିଲି ସସ୍ରେ ଖାଇଥିଲି, ମୁଁ କୌଣସି ଚଟଣି ବନେଇ ନଥିଲି। ତ ଏଠି 1 ଚାମଚ ତେଲ ଦେଇଛି। ତେଲ ତାତିଲା ପରେ ଅଧ ଚାମଚ ସୋରିଷ ଆଉ 2-4ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କଞ୍ଚା ଲଙ୍କା ଫାଳ କରିକି ପକେଇଛି। ତ ଯୋଉ ଆମେ ଷ୍ଟିମ୍ ଦେଇକି ରଖିଥିଲେ ସିଝେଇକି ପିଠା, ଏଠି ପକେଇ ନେବା। ତ ମିଡ଼ିୟମ୍ ହିଟ୍ରେ 1 ରୁ 2 ମିନିଟ୍ ଆମେ ଭାଜି ନେବା ଭଲସେ ପିଠାକୁ।
ଆଉ ରେସିପିଟି ଯଦି ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିନ୍ତ ଫେସବୁକ୍ ପେଜ୍କୁ ଫଲୋ କରିନେବେ। ଏଠି ଆମର ଭାଜି ହେଇଗଲା, ଉପରୁ କଟା ଧନିଆ ପତ୍ର ଟିକେ ଦେଇଦେବା। ଆମର ଏଠି ପିଠା ଖାଇବାକୁ ରେଡ଼ି ହେଇଗଲା। ଆଉ ରେସିପିଟା କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଟମାଟୋ ଚଟଣିରେ ଖାଇଲେ ବି ଟେଷ୍ଟ ଲାଗିବ। ତ ଦେଖିପାରୁଥିବେ ଗୋଟେ ଗିନାରେ କେତେ ସାରା ପିଠା ବନିକି ଆମର ରେଡ଼ି ହେଇଗଲା। ତ ଆପଣ ଚାହିଁଲେ ଅଧିକା ବନେଇକି ବି ଖାଇପାରିବେ।